କୁକୁଡ଼ା ଘରକୁ ଯିବା, ଦେଶୀ କୁକୁଡ଼ା ଅଣ୍ଡା ନେଇକି ଆସିବା। ଏଇଟା ଆମର କୁକୁଡ଼ା ଘର। କୁକୁଡ଼ା ଅଣ୍ଡା ପାଳିବା ପାଇଁ ଓ ମାଇ ଗଡ୍, ଏଇଟା କୁକୁଡ଼ାଟା ଅଲରେଡ଼ି ବସିଛି ଦେଖନ୍ତୁ। ଅଣ୍ଡା କେମିତି ନେବା, ସେ ତ କୁଡୁ କୁଡୁ କରୁଛି। ଏଇ ଦେଖନ୍ତୁ କୁକୁଡ଼ା। ତ ବାବାରେ, ବର୍ତ୍ତମାନ ଏଠୁ ଅଣ୍ଡା ନେଇ ହେବ ନାହିଁ। ସିଏ ଯେହେତୁ ସେ ଅଣ୍ଡା ଉପରେ ବସିଛି, ତ ଆଉ ତ ନାହିଁ। ଏଇଠି ଅଛି 3ଟା ଅଣ୍ଡା। ତ ଅଣ୍ଡା ଭଲ ନା ଖରାପ ମୋତେ ତ ଜଣା ନାହିଁ। ଆଉ ନା, ଏଠି ଅଣ୍ଡା ନାହିଁ। ମାନେ ଘରେ ଏଇଭଳିଆ 2-3 ଜାଗା ଚଢ଼େଇ ମାନଙ୍କର ବସା ଯେମିତି ଥାଏ, ସେଇ ଟାଇପ୍ର କରାହେଇଥାଏ। ତ ଦେଖିବା ଭଲ ଅଣ୍ଡା କି ଖରାପ ଅଣ୍ଡା ଜଣା ନାହିଁ। ଠିକ୍ ଠାକ୍ ତ ଲାଗୁଛି। ସେ ଓ ମାଇ ଗଡ୍, ଇଏ କ'ଣ ଭିତରେ ଠଳ ଠଳ କରୁଛି? ନେବା ନାହିଁ, ଥାଉ। ଏବେ ହେନେ ଦଉ ଇସ୍କୋ। ଆଉ ଏଠି ଯେହେତୁ କୁକୁଡ଼ା ବସିଛି, ନେବା ନାହିଁ, ଥାଉ। ଆମେ ମାର୍କେଟରୁ କିଣି ଆଣିକିରି ଖାଇଦେବା। ଏଇଠି ଗୋଟେ ଅଣ୍ଡା ଅଛି। ଇସ୍, ଏଇଟା ଫାଟି ଯାଇଛି। ତ ଆଜି ଅଣ୍ଡା ହେଇପାରିବ ନାହିଁ। ଚାଲନ୍ତୁ ପଳେଇବା।